आंटी ना आम मैंने कनेक्शन आम समस्त से इंस्पिरेशन मो पूज्य विष्णु मूसा अनुरोध करुँची से ग्राम उत्सव विषय को आलोचना करेंगे साईराम। तमेव माता च पिता तमेव बन्धो च सखा तमेव विद्या द्रविणं तमेव सर्वं मम देव तमेव सर्वं मम देव तमेव सर्वं मम सारथि। आम समस्त परम आराध्य परम कारुणिक परम प्रेममय भगवान श्री सत्य साई बाबा चरण कमल शत कोटि प्रणाम। आम गहन उपस्थित आम जिलार सम्मानित जिला सभापति जिलार उपदेष्टा जिलार समस्त संयोजक संयोजिका भाई भौणी मैंने विभिन्न समिति आसवा सभाक भाई मैंने समितिर संयोजक संयोजिका भाई भौणी मैंने भजन मंडल आवाहक एवं आम जिलार समस्त रिसोर्स पर्सन एवं आमर अन्य समस्त भगवान अति प्रिय चयनित भाई भौणी मैंने युव पिला माने आदर समस्त पिला समस्त हृदय भरा प्रेम साईराम ज्ञापन करुच्छे। बर्तमान अनुरोध करी आमर प्रिय ओमान सुबोध भाई को जो आम शत सहस्र लिंगार्चना होते प्रशांत निलय में कौ जुगर हो ना सत्य त्रेता द्वापर कली कौ जुगर से लिंगार्चना हो नहीं प्रथम थर में भगवान बाबा कले 17-19 से लिंगार्चना उत्सव को आप देखिए से ज्योति आवाहन करेंगे भाई डॉक्टर ओमान सुबोध भाई। साईराम आपण मैंने बहुत भाग्यवान भाग्यवती सत्य त्रेता द्वापर कली जो लिंगार्चना केते कौ जुगर ही नहीं भगवान सत्य साई बाबा एटा कहते 17, 18, 19 विराट समावेश सारा पृथ्वी सबु तीर्थ जल सारा पृथ्वी सबु आड़ माटी संग्रह करा गुआ घीरे से शिवलिंग गुड़िक आम तैयारी करूँ सूर्य भगवान देते से शिवलिंग गुड़िक ये अच्छा कि मुझे देखा जानापी स्पर्श नापी
ତାକୁ ଆପଣମାନେ ପ୍ରତ୍ୟେକ ଭଜନ ମଣ୍ଡଳୀକୁ ଗୋଟିଏ ଗୋଟିଏ ଶିବଲିଙ୍ଗ ନେବେ। ସାରା ପୃଥିବୀର ତୀର୍ଥ ଜଳ ତୀର୍ଥ ମାଟି ଏବଂ ଗୁଆ ଘିଅରେ ତିଆରି ଶିବଲିଙ୍ଗକୁ ଆପଣମାନେ ନେବେ। ଭଜନ ମଣ୍ଡଳୀରେ ଏଠି ପୂଜା କରିବେ। ତ୍ରୟୋଦନ କରନ୍ତୁ, ରୁଦ୍ରାଭିଷେକ କରନ୍ତୁ, ସମସ୍ତ ମଙ୍ଗଳ କାମନା କରିପାରିବେ। କରି ତାକୁ ସତ୍ସଙ୍ଗମାନେ ନେଇ ପାଖ ନଦୀ ପାଖରେ ଯେଉଁ ନଦୀ ଥିବ ନଦୀରେ ବିସର୍ଜନ କରିଦେବେ, ଘରେ ରଖିବେ ନାହିଁ। ଭଗବାନଙ୍କ ସୁଯୋଗ ଆପଣମାନଙ୍କ ପାଇଁ ଅଛି। ଏ ସୁଯୋଗ ଆପଣମାନେ ସମସ୍ତେ ପାଇବେ। ସେତିକି ନୁହଁ, ଯେଉଁ ଅତିରିକ୍ତ ହେଇଥିଲା ଅତିରିକ୍ତ ମହାଯଜ୍ଞ ହେଇଥିଲା ଶେଷ ପର୍ଯ୍ୟନ୍ତ ଆପଣ ରହିବେ। ବାବା ଯେଉଁ ଶିବଲିଙ୍ଗ ଉଦ୍ଭବ କରିଥିଲେ 18 ବର୍ଷ ତଳେ, ସେ ଶିବଲିଙ୍ଗ କୁଳବନ୍ତ ହଲର ପ୍ରାର୍ଥନା ଘର ଭିତରେ ପୂଜା ପାଆନ୍ତି। 18 ବର୍ଷ ପରେ ବାବା ଯେଉଁ ଶୂନ୍ୟ ଶିବଲିଙ୍ଗ ସୃଷ୍ଟି କରିଥିଲେ, ସେ ଶିବଲିଙ୍ଗ ଆସିଥିଲେ କୁଳବନ୍ତ ହଲ୍ ଭିତରକୁ। 11 ଦିନ ଧରି ସେଠି ଅତିରିକ୍ତ ମହାଯଜ୍ଞର ଅଭିଷେକ ହେଇଥିଲା। ସେ ଅଭିଷେକ ଜଳ ଅଛି ଆଣିଛି, ଅଭିଷେକ ବିଭୂତି ଅଛି ଏବଂ ଭସ୍ମ ଅଛି। ଆପଣମାନେ ସମସ୍ତେ ତୋଟି ପାଇକି ଆପଣମାନେ ସୁଯୋଗ ପାଇବେ। ଏକମାତ୍ର ସୁଯୋଗ ପାଇଥିଲି। ମୁଁ ଆମେରିକା ତରଫରୁ ମୁଁ ଯୋଗଦାନ କରିଥିଲି। ମୁଁ କେବେ ଜାଣିନଥିଲି କ'ଣ ସୁଯୋଗ ମିଳିବ। ଭଗବାନଙ୍କ କୃପାରୁ ସେ ଲିଙ୍ଗାର୍ଚ୍ଚନାରେ ବସିବା ସାରା ୱାର୍ଲଡରେ ବିଦେଶୀମାନେ ବହୁତ ସବୁ ଆସିଛନ୍ତି। ସାରା ପୃଥିବୀର ଲୋକମାନଙ୍କୁ ବସା ହେଇକି ଲିଙ୍ଗାର୍ଚ୍ଚନା ହେଇଥିଲା। ସେ ଜିନିଷ ଗୁଡ଼ିକ ଆପଣମାନେ ଅଛି, କୁଙ୍କୁମ ଅଛି, ବିଭୂତି ଅଛି, ଆପଣ ପାଇକି ଥିବେ। ସମସ୍ତେ ଆନନ୍ଦ ନେଇକି ଥିବେ। ସମସ୍ତଙ୍କ ପାଇଁ ଭଗବାନ ପ୍ରାର୍ଥନା କରିଛି। ଆପଣମାନେ ଜାଣିଥିବେ, ଯେତେବେଳେ ମୁଁ ପ୍ରଶାନ୍ତରେ ମୁଁ ଯାଏ, ସେତେବେଳେ ଯେତେ 3 ଥର ମୁଁ ଆଳତୀ ଦର୍ଶନ କରେ। ଆଳତୀ ଦର୍ଶନ ବେଳେ ମୋ ଜିଲ୍ଲାର ବିନାୟକପୁର, ବାସୁଦେବପୁର, ହିରାମ, ବାରାପୁର, ସୁଗେତା, ଘଣ୍ଟେଶ୍ୱର, ଚାନ୍ଦବାଲି, ସାରା ଆମର ସତ୍ୟସାଇ ସଂଗଠନ ସମସ୍ତ ଆମେ ମୁଁ ପ୍ରାର୍ଥନା କରେ। ରେଗୁଲାର ଏବଂ 30-40 ବର୍ଷର ଏକ୍ସପିରିଏନ୍ସ ମୁଁ କହୁଛି। ତ ପ୍ରଶାନ୍ତ ଉପରେ ଗୋଟେ ଏଇଥରଟା ମୁଁ ଗୋଟେ ମାସ ରହିଲି। ଏ ସୁଯୋଗ କେହି ପାଇନଥିଲି। ଗୋଟେ ମାସ ପ୍ରଶାନ୍ତ ରହିବାର ସୁଯୋଗ ଭଗବାନ ଦେଇଛନ୍ତି ଏବଂ ସୁନ୍ଦର ଭାବରେ ରଖିଛନ୍ତି। ଆଉ ବହୁତ ଜିନିଷ ମହାରୁଦ୍ର, ଅତିରୁଦ୍ର ମହାଯଜ୍ଞ, ଲିଙ୍ଗାର୍ଚ୍ଚନା, ମହାଶିବରାତ୍ରି, ପ୍ରଶାନ୍ତି ସେବା, ଏ ସବୁର ସୁଯୋଗ ଭଗବାନ ଦେଇଛନ୍ତି। ଏ ସୁଯୋଗଟା ମୋର ନୁହେଁ, ଆମ ଜିଲ୍ଲାର ସମସ୍ତ ଭାଇ ଭଉଣୀମାନଙ୍କ ପାଇଁ ଭଗବାନ ପାଇଁ ପ୍ରାର୍ଥନା କରୁଛି। ସମସ୍ତଙ୍କୁ ଅର୍ପଣ କରୁଛି। ଭଗବାନ ସମସ୍ତଙ୍କୁ ଭଲ ଶାନ୍ତି କରନ୍ତୁ। ସନ୍ଧ୍ୟା ସଞ୍ଜୟ ସୁନ୍ଦର ଭାବରେ ପ୍ରିପାରେସନ୍ କଥା କହିଛନ୍ତି। ଜିଲ୍ଲା ସଭାପତି ୱେଲକମ୍ ଆଡ୍ରେସ୍ରେ ମଧ୍ୟ ବହୁତ କଥା କହିଛନ୍ତି। ଆମ ସୁବୁଦ୍ଧି ଭାଇ ମାନେ ପ୍ରକୃତରେ ସେ କିଭଳି ଭାବରେ ପ୍ରେମୋତ୍ସବ ପାଳନ କରିବା କହିଛନ୍ତି। ମୁଁ ଜଷ୍ଟ କେତେଟା ପଏଣ୍ଟ ଟଚ୍ କରିବି, ଯେଉଁଗୁଡ଼ିକ ଆପଣମାନଙ୍କ ସେଲିବ୍ରେସନ୍ ଯେଉଁ ଅଛି। ଆମର 5ଟା ଗ୍ରୁପ୍ ଡିସ୍କସନ୍ ଅଛି। ଗ୍ରୁପ୍ ଡିସ୍କସନ୍ରେ ଆପଣମାନଙ୍କୁ ସାହାଯ୍ୟ କରିବ। ସେଥିପାଇଁ ମୁଁ ଆପଣଙ୍କୁ ଟିକେ ସୂଚନା ଦେଉଛି ଅଳ୍ପ ସମୟ କରି। ଗୋଟେ ମନେ ରଖନ୍ତୁ ଭଲ ଭାବରେ, ଆମର 4ଟା ସି କଥା ଭଗବାନ କହୁଛନ୍ତି। ଫାର୍ଷ୍ଟ ହେଉଛି କମେନ୍ସମେଣ୍ଟ, ଦ୍ୱିତୀୟ ହେଉଛି କମିଟମେଣ୍ଟ, କମେନ୍ସମେଣ୍ଟ, ତାପରେ ହେଉଛି କମିଟମେଣ୍ଟ, ତାପରେ କମ୍ୟୁନିକେସନ୍, ତାପରେ ସେଲିବ୍ରେସନ୍। ଆମେ ଯେଉଁ ବାର୍ଥଡେ ସେଲିବ୍ରେସନ୍ କରିବା 4ଟା ଫେଜ୍ ଆମେ କରିବା। 4C। ଫାର୍ଷ୍ଟ ହେଉଛି ଆଉ ଡେରି କରିବାର ନାହିଁ, କମେନ୍ସମେଣ୍ଟ। ଏଠୁ ଯିବେ ଆରମ୍ଭ କରିବେ। କମେନ୍ସମେଣ୍ଟ ଆଉ କାହାକୁ ଅପେକ୍ଷା କରିବାର ନାହିଁ। ମୁଁ ଡାକୁଛି କି ଆସୁନାହାନ୍ତି, କିଛି ନାହିଁ। କମେନ୍ସମେଣ୍ଟ। କମିଟମେଣ୍ଟ, ମୁଁ ଏହା କରିବି। ଜନ୍ମ ଶତବାର୍ଷିକୀ ମୁଁ ବଞ୍ଚିଛି, ମୋ ଦେହତ୍ୟାଗ ମୋର ହେଇନାହିଁ। ଭଗବାନଙ୍କର 100 ବର୍ଷ ପୂର୍ତ୍ତି ପର୍ବ ମୁଁ ପାଳନ କରିବି। ମୋ ପୂର୍ବପୁରୁଷର ସୌଭାଗ୍ୟ ମୋତେ ଜନ୍ମ ଦେଇଥିଲେ, ମୁଁ ବଞ୍ଚିଛି। ଏଥର ଅବତାରଙ୍କର ଜନ୍ମ ଶତବାର୍ଷିକୀ ମୁଁ ପାଳନ କରିବାର ସୁଯୋଗ ମୋତେ ଭଗବାନ ଦେଇଛନ୍ତି। ଏଇ ଶରୀରରେ କେତେ ଶରୀର ଆଗକୁ ଯାଇଛି, କେତେ ଶରୀର ୟା ପରେ ଆସିବ। ଭାଇ ଯାହା କହୁଥିଲେ, ଏଇ ଶରୀରରେ ଆମେ ଭଗବାନଙ୍କର 100 ବର୍ଷ ପୂର୍ତ୍ତି ପାଳନ କରିବା। ଏ ଉତ୍ସବ ପାଳନ କରିବା। ଏ ଉତ୍ସବ କେମିତି ହେବ? କମିଟମେଣ୍ଟ। ଏଇଆ ମୁଁ କରିବି। ମୁଁ 100 ଦଫା କାର୍ଯ୍ୟକ୍ରମ କରିବି, 100ଟି ପାଠ୍ୟକ୍ରମ କରିବି, 100ଟି ଗଛ ଲଗେଇବି, 100 ଗୁରୁଙ୍କୁ ଟ୍ରିଟମେଣ୍ଟ କରିବି। 100 ବ୍ୟାପୀ 100 ହାତକୁ ନେବା। କେବେ ଛୋଟ ମନେ କରିବାନି। ଡ୍ରିମ୍ ଯେତେ ହାଇ ଦେଖିବ ସେ କାର୍ଯ୍ୟକ୍ରମ କିଛି କରିବ। ଯେ ଡ୍ରିମ୍ ଗୋଟେ ଦେଖିବ କିଛି କରିପାରିବ ନାହିଁ। ଡ୍ରିମ୍ଟା ପୁରା ହାଇ କରନ୍ତୁ। ନିଶ୍ଚିତ ଭାବରେ ଭଗବାନଙ୍କ ପାଖରେ କମିଟମେଣ୍ଟ କରନ୍ତୁ। ମୁଁ ଏହା କରିବି। ମୋ ଭଜନ ମଣ୍ଡଳୀରେ, ମୋ ସମିତିରେ, ମୋ ଜିଲ୍ଲାରେ, ଜିଲ୍ଲା କର୍ମକର୍ତ୍ତାମାନେ, ସମିତି ଆବାହକମାନେ ଏବଂ ଆମ ଭଜନ ମଣ୍ଡଳୀ ଆବାହକମାନେ କମିଟମେଣ୍ଟ କରନ୍ତୁ। ପ୍ରଭୁ
ये मुझे बंचित मत तू जन्म देचु रखिचु जन्म अवतार मुझे जन्म बहुत पालन करी पुअर केक कटा हो बार्थडे पालन कर केक किनिक आनुंट बेलून बांधुंट सजाऊँच बंधु बांधव निमंत्रण कर जो सेलिब्रेसन आम कर बंधु बांधव किए बंधु बांधव जो समग्र विश्व जिते लोग इनभल्व कर जो कार्यक्रम करवा आम करवानी आम अन्न द्वारा करेवा एवं भजन मंडली भितर समिति भितर रही गाँव को जावा जो अधिक लोक थे ताकि मेल जन्म उत्सव पालन हम ये जो पर्वटा पालन कर कमिटमेंट तृतीय है कम्युनिकेशन माने मो मोर 5 भाई के जड़े की जी गोटे काम 100 लोक कर 100 लोक काम जड़े कर ना संगठन नियम नुहे किए आसुना एक आसू कर ना भूल गोटे काम को 100 लोक कर 100 लोक काम को जड़े कर ना तापर हम सेलिब्रेशन लास्ट को आसो प्रथम हम कमेन्समेंट जा आरंभ करवा कमिटमेंट करवा कम्युनिकेशन समस्त भाई मान सहित संपर्क स्थापन करवा गाँ सहित युवक सहित संगठन भाई भाई मान सागर आम कन्भे करवा तापर आम सेलिब्रेशन को पेंडल को जावा तो ये 4टा स्टेप आम मैंने आगे एथमें आउ 3टा पी अच्छे गोटे हूँ प्रेयर सेकेंड हूँ प्लानिंग थर्ड हूँ परफॉर्म प्रेयर आप दीर्घ दिन प्रेयर को चलते स्वामी उत्सर्गित जीवन यापन कर प्रेयर आप अच्छी आ प्रेयर करने समय ना आ प्रेयर करने अपेक्षा करूँ ना या प्लानिंग करूँ ये फेरी आम प्लानिंग करूँ प्लानिंग पर परफॉर्म प्रेयर प्लानिंग परफॉर्म आप जानते केमी पर्व पालन करवा 2007 मसीहा